ନବମା ଭଗବତୀ ଶରଣ ଦର୍ଶକ ବନ୍ଧୁ। ବାର ଅଧିପତି ମଙ୍ଗଳ ମହାଗ୍ରହ ଏବଂ ଇଷ୍ଟଦେବୀ ମା ଭଗବତୀ ବଗଳାମୁଖୀଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଇଂରାଜୀ ତାରିଖ ସେପ୍ଟେମ୍ବର ମାସ 10 ତାରିଖ 2024 ମସିହା। ମଙ୍ଗଳବାର ଆଜି ସପ୍ତମୀ ତିଥି। ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର। ବିଷ୍କୁମ୍ଭ ଯୋଗ ଗରକରଣ। ଦିବା 10 ଘଣ୍ଟା 18 ମିନିଟ୍ ଗତେ। ବାଣିଜ୍ୟକରଣ ଭୋଗ ହେବ। ଯୋଗିନୀ ବାୟବ୍ୟ କୋଣରେ ରାତ୍ରି 11 ଘଣ୍ଟା 12 ମିନିଟ୍ ପରେ ଐଶାନ୍ୟ କୋଣରେ ରହିବେ। ଆଜି ମକର ରାଶିର ଘାତ 12 ଏବଂ ସିଂହ କନ୍ୟା ଓ ମକର ରାଶି ମହିଳାଙ୍କ ଘାତ ଚନ୍ଦ୍ର। ରାହୁ କାଳ ଦିବା 2 ଘଣ୍ଟା 45 ମିନିଟ୍ରୁ ଦିବା 4 ଘଣ୍ଟା 16 ମିନିଟ୍ ମଧ୍ୟରେ। ଆଜିର ଗ୍ରହ ସ୍ଥିତି। ବୃହସ୍ପତି ବୃଷ ରାଶିରେ ମଙ୍ଗଳ, ମିଥୁନ ରାଶିରେ ରବି ବୁଧ, ସିଂହ ରାଶିରେ ଶୁକ୍ର କେତୁଯୁକ୍ତ ହୋଇକି କନ୍ୟା ରାଶିରେ ଚନ୍ଦ୍ରମା, ବିଛା ରାଶିରେ ଶନି, କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜଣେ ଦର୍ଶିକାଙ୍କ ପ୍ରଶ୍ନ। ଦର୍ଶିକା ଜଣକ ପ୍ରଶ୍ନ ରଖିଛନ୍ତି, ରାତ୍ରିରେ ଶୟନ ଅବସ୍ଥାରେ ଯଦି କୁମ୍ଭୀର ସ୍ୱପ୍ନ ମାଧ୍ୟମରେ ଦେଖିବାକୁ ହୁଏ ତାହେଲେ କେଉଁ ପ୍ରକାର ଫଳ ମିଳିଥାଏ? ଦୟାକରି ଏଥିର ବିଷୟ ବୃତ୍ତାନ୍ତ ଉପରେ ଆଲୋଚନା କରିବେ। ଦର୍ଶକ ବନ୍ଧୁ, ଯାହା ଶାସ୍ତ୍ର ସମ୍ମତ ବାଣୀ ଉକ୍ତ ବିଷୟବସ୍ତୁ ନେଇକି ଆଲୋଚନା କରିବା। ଯଦି ରାତ୍ରିର ଚତୁର୍ଥ ପ୍ରହରରେ ଆପଣ କୁମ୍ଭୀର ପାଣିରେ ଭାସୁଥିବାର ସ୍ୱପ୍ନରେ ଦେଖନ୍ତି ତାହେଲେ ଇଏ ଅମଙ୍ଗଳର ସୂଚନା। ବିଶେଷ କରି ଶତ୍ରୁ ସହ ବାଦ ବିବାଦ ଉତ୍ପନ୍ନ ହେବା ସହିତ ଶରୀର ଦୁର୍ବଳ ହେବା ସହିତ ମାନସିକତା ଦୁର୍ବଳ ହୋଇଥାଏ। ନାନା ପ୍ରକାର ରୋଗଜାତ ହେବା ସହିତ ଚତୁଷ୍ପଦ ଜୀବଜନ୍ତୁଙ୍କ ଠାରୁ ଘାତ ପ୍ରତିଘାତ ଯୋଗ ନିଶ୍ଚିତ ରୂପେ ମିଳିଥାଏ। ଏଥିର ପ୍ରତିକାର ନିମନ୍ତେ ଶଙ୍କର ଭଗବାନଙ୍କର ପୂଜାର୍ଚ୍ଚନା ସହିତ ଗ୍ରାମ ଦେବତୀଙ୍କ ଠାରେ ଦୁର୍ଗା ସହସ୍ରନାମ ଏବଂ ରୁଦ୍ରଚଣ୍ଡୀ ପାଠ ପଠନ କରିବା ନିତାନ୍ତ ଆବଶ୍ୟକ ଅଟେ। ଯଦି ଏପରି ସ୍ୱପ୍ନ ଦର୍ଶନ ହୁଏ ତାହେଲେ ଶୀଘ୍ର ଏହାର ପ୍ରତିକାର କରିବା ନିତାନ୍ତ ଆବଶ୍ୟକ। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମକୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମ ରାଶି। ଯଦି ଆପଣ ନିଜର ଜନ୍ମ ରାଶି ଜାଣିନାହାନ୍ତି ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। ଚନ୍ଦ୍ରମା ଆଜି ଶନିଙ୍କ ନକ୍ଷତ୍ରରେ ବିଛା ରାଶିରେ ଗୋଚର କରିବେ। ବୃହସ୍ପତିଙ୍କ ଦୃଷ୍ଟିରେ ରହି ଗଜକେଶରୀ ଯୋଗ ସୃଷ୍ଟି କରିକି ଗୋଚର କରୁଥିବାରୁ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମାନ ସମ୍ମାନ ପ୍ରତି ସଦାସର୍ବଦା ସତର୍କ ରହିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ, କିନ୍ତୁ ବିଳମ୍ବରେ କାର୍ଯ୍ୟ ସିଦ୍ଧିର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବା ସହିତ ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହିବେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସନ୍ତାପିତ ହେବାର ସୂଚନାର ଜଣାଯାଏ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ପୀତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ହନୁମାନ ଚାଳିଶା ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦାୟକ ହେବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ନୂତନ ଆଶରେ ସଫଳ ପ୍ରାପ୍ତି କରିବେ। ସରକାରୀ ବେସରକାରୀ କର୍ମକୁ ନେଇକି ସଦାସର୍ବଦା ଉତ୍ସାହିତ ରହିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରହିବା ସହିତ ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ଦିନଟିରେ ସ୍ତ୍ରୀ ଜାତି ଠାରୁ ପ୍ରବଳ ମାତ୍ରାରେ ସାହାଯ୍ୟ ସହାନୁଭୂତି ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପ୍ରବଳ ପରିମାଣରେ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଦୀର୍ଘ ଦିନରୁ ଅଟକି ରହିଥିବା କର୍ମ ସମ୍ପାଦନ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମାଧୁର୍ଯ୍ୟ ଭରା ରହିବ। ଦିନଟିରେ ଗୁପ୍ତ ଶତ୍ରୁ ପରାଜିତ ହେବେ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ସବଳ ଅଟେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମଚଞ୍ଚଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘନ ନୀଳ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ଦୁର୍ଗାନବାକ୍ଷରୀ ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ।
ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମନସ୍ତାପ ବୃଦ୍ଧି ହେବା ସହିତ ସରକାରୀ ବେସରକାରୀ କର୍ମକୁ ନେଇକି ତରତର ନିଷ୍ପତ୍ତି ନେଇକି ସନ୍ତାପିତ ହୋଇପାରନ୍ତି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖିବା ସହିତ ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖନ୍ତୁ। ଆର୍ଥିକ ସ୍ଥିତି ଆଦୌ ଶୁଭଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟର ମାଧ୍ୟମରେ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଗତିରୋଧ ଯୋଗ ସୃଷ୍ଟି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅଘଟଣ କର୍ମ କିଛି ଘଟିତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖିବା ସହିତ ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟ ଶରୀର ଆଦୌ ଶୁଭଦାୟକ ନୁହେଁ। ଦିନଟିରେ ମାତୃପୀଡ଼ାର ସୂଚନା ଅଛି। ପାରିବାରିକ କଳହ ଜାତ ହେବା ସହିତ ମାନସିକ ଦୁଶ୍ଚିନ୍ତା ମଧ୍ୟ ରହିପାରେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବନ୍ଧୁ ସାହାଯ୍ୟ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଶ୍ରମ ବହୁଳ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନହେଲେ ମଧ୍ୟ ଦୁଃଖଦ ନୁହେଁ। ଜ୍ଞାତି ପରିବାର ବନ୍ଧୁବର୍ଗଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପ୍ରାପ୍ତି କରିବେ। ଆର୍ଥିକ ସ୍ଥିତି ଅଳ୍ପ ମାତ୍ରାରେ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ସବଳ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଗହଣରେ ସମୟ ଅତିବାହିତ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଶ୍ୟାମଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ଗଙ୍ଗଣପତାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସ୍ୱାସ୍ଥ୍ୟ ହାନିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ବାକ୍ଶୁଦ୍ଧି ରଖନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦୌ ଶୁଭଦାୟକ ନୁହେଁ। ପ୍ରେମ ସମ୍ପର୍କକୁ ନେଇକି ମତାନ୍ତର ଭାବ ଜାତ ହେବ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ଆଦୌ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅମନୋଯୋଗୀ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି। ବିଛା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଦାସର୍ବଦା ଉତ୍ସାହିତ ରହିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ମାଙ୍ଗଳିକ କର୍ମରେ ଯୋଗଦାନ ରହିପାରେ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବା ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୂଚନା ଅଛି। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଦାସର୍ବଦା ଉତ୍ସାହିତ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ହନୁମାନ ଚାଳିଶା ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି। ଧନୁରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଗତିରୋଧ ଯୋଗ ସୃଷ୍ଟି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ବୃଥା ଭ୍ରମଣର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ପ୍ରତି ଯତ୍ନଶୀଳ ରୁହନ୍ତୁ। ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ରହିବ। ଦିନଟିରେ ଅପବ୍ୟୟ ଖର୍ଚ୍ଚରୁ ନିବୃତ୍ତ ରହିବା ନିତାନ୍ତ ଆବଶ୍ୟକ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 9। ଆପଣ ଆଜି ଗାୟତ୍ରୀ ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି। ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆୟ ସ୍ଥିତି ସବଳ ରହିବ। ସରକାରୀ ବେସରକାରୀ କର୍ମକୁ ନେଇକି ନୂତନ କର୍ମରେ ମତିଧାବନ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆନୁଷ୍ଠାନିକ ଏବଂ ମାଙ୍ଗଳିକ କର୍ମରେ ଯୋଗଦାନ ରହିପାରେ। ଦିନଟିରେ ଭ୍ରମଣ ସୁଖ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ, ପ୍ରତି ସମୟରେ ଶୁଭଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଶ୍ୟାମଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଗଣେଶଙ୍କୁ ଦୁର୍ବା ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପରାଧୀନ ଭାବେ କର୍ମ ସମ୍ପାଦନ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖନ୍ତୁ।
କର୍ମମୟ ଜୀବନରେ ଉଣାଅଧିକ ଭାବନା ରହିପାରେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ଅଟେ। ଦିନଟିରେ ମନୋବିକାର ଜାତ ହୋଇପାରେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସାହାଯ୍ୟ ସହାନୁଭୂତି ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଉନ୍ନତିର ମାର୍ଗଦର୍ଶନ ହେବା ସହିତ ଆଇନ ଅଦାଲତ କର୍ମରେ ନ୍ୟାୟଟି ଆପଣଙ୍କୁ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଦିନଟିରେ ନୂତନ ଭାଗ୍ୟ ପ୍ରାପ୍ତିର ସୂଚନା ଅଛି। ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଦିନଟିରେ ଧର୍ମ କର୍ମ ରୀତିନୀତି ପ୍ରତି ପ୍ରବଳ ମାତ୍ରାରେ ଆଗ୍ରହ ଜାତ ହେବ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଦୃଢ଼ ସଂକଳ୍ପିତ ଭାବେ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନମୋ ଭଗବତୀ ଶରଣ।